ଶୁଣିବାକୁ କାହାର ଧୈର୍ଯ୍ୟ ନଥାଏ ମୁଁ ଜାଣିଛି। ତେଣୁ ସିଧାସଳଖ ବିଷୟକୁ ଆସି ମାତ୍ର 10-15 ମିନିଟ୍ ଭିତରେ ମୋର ବକ୍ତବ୍ୟ ରଖିବି। ଟିକେ ଧୈର୍ଯ୍ୟ ଧରି ଶୁଣିବାକୁ ଅନୁରୋଧ। ସାମ୍ପ୍ରତିକ ଓଡ଼ିଆ କବିତା ଧାରା ଉପରେ ମୋର ବିଚାର ତା ପୂର୍ବରୁ ଆମ କବିତା ଉତ୍ସ ଏପର୍ଯ୍ୟନ୍ତ ବହି ଆସିଥିବା ଧାରା ଟିକେ ସମ୍ୟକ ସୂଚନା ଦେବି। କବିତା ସାହିତ୍ୟର ଗୋଟେ ମୁଖ୍ୟ ବିଭାଗ ଓ ବିଭବ। ଆମେ ସବୁ ଭାଷାର ପ୍ରାଚୀନ ସାହିତ୍ୟ ଦେଖିଲେ ଜାଣିପାରିବା ଯେ ପ୍ରାୟ ପ୍ରତ୍ୟେକ ଭାଷାର ସାହିତ୍ୟ କବିତାରୁ ଆରମ୍ଭ। କାଳକ୍ରମେ ତାହା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଆଦି ଗଦ୍ୟ ରୂପ ଧାରଣ କରେ। ବେଦକୁ ଯଦିଓ ଆମେ ଧର୍ମଗ୍ରନ୍ଥର ମାନ୍ୟତା ଦେଇଛୁ, ପ୍ରକୃତରେ କିନ୍ତୁ ଋଷିମାନଙ୍କ ଦ୍ୱାରା ରଚିତ ତାହା ଗୋଟେ ମହାନ କାବ୍ୟଗ୍ରନ୍ଥ। ସାହିତ୍ୟରେ ଅନେକ ଅର୍ଥ ନିରୂପଣ ହେଉଥିଲେ ସହିତ ଶବ୍ଦରୁ ତାର ଅର୍ଥ ପ୍ରକରଣ ଅଧିକ ଯୁକ୍ତିଯୁକ୍ତ ମନାହୁଏ। ଜୀବନ ଭିତରୁ ହିଁ ସାହିତ୍ୟ ଜନ୍ମ। ତେଣୁ ଯାହା ଜୀବନ ସହିତ ପାଦରେ ପାଦ ମିଳାଇ ଚାଲେ ଓ ସହିତ ମାନେ ଜୀବନର ହିତ ସାଧନ କରେ ତାହା ସାହିତ୍ୟ। ଜୀବନର ହିତ ସାଧନରେ ନିର୍ମିତ ହୁଏ ସଂସ୍କୃତି। ତେଣୁ ସାମୂହିକ ଜୀବନ, ସଂସ୍କୃତି ଓ ସାହିତ୍ୟ, ସୋସିଆଲ ଲାଇଫ, କଲଚର ଆଣ୍ଡ ଲିଟରେଚର ପରସ୍ପର ସହିତ ଅଙ୍ଗାଙ୍ଗୀ ଜଡ଼ିତ ଓ ଅବିଚ୍ଛିନ୍ନ। ସଚିଦାନନ୍ଦ ଶବ୍ଦରେ ଯେମିତି ସତ୍, ଚିତ୍ ଓ ଆନନ୍ଦ ଭିତରେ ଗୋଟେ ସମ୍ପର୍କ ଅଛି, ଯେମିତି ସତ୍ ଭିତରେ ଚିତ୍ ଓ ଆନନ୍ଦ, ଚିତ୍ ଭିତରେ ସତ୍ ଓ ଆନନ୍ଦ ଓ ଆନନ୍ଦ ଭିତରେ ସତ୍ ଓ ଚିତ୍ ରହିଥାଏ, ସେମିତି ଜୀବନ ଭିତରେ ସଂସ୍କୃତି ଓ ସାହିତ୍ୟ, ସଂସ୍କୃତି ଭିତରେ ଜୀବନ ଓ ସାହିତ୍ୟ ଏବଂ ସାହିତ୍ୟରେ ଜୀବନ ସଂସ୍କୃତି ଥିବା ନିର୍ଦ୍ଧାରିତ। ଯଦି ଏମାନଙ୍କୁ ପରସ୍ପରକୁ ଅଲଗା କରିଦେବା, ସେମାନଙ୍କ ଅସ୍ତିତ୍ୱ, ପରିଚୟ ଓ ଶୁଦ୍ଧତା ହରାଏ। ଆମର ପ୍ରାଚୀନ ସଭ୍ୟତା ଓ ଜୀବନରେ ଜୀବନ, ସଂସ୍କୃତି ଓ କବିତା ତ୍ରିବେଣୀ ସଙ୍ଗମ ଆମେ ଦେଖିବାକୁ ପାଇଛୁ। ତାର ଉଦାହରଣ ଆମର ଖୋଦ୍ ଓଡ଼ିଆ ସଂସ୍କୃତି। ସେତେବେଳେ କବିତା ରୂପ ଯାହା ଥାଉନା କାହିଁକି, ଜନସମୂହର ଜୀବନରେ ସାମାଜିକ ବିଧି ବ୍ୟବସ୍ଥା, ପର୍ବପର୍ବାଣୀ, ବ୍ରତ ଓଷା, କବିତା ଏକ ଅବିଚ୍ଛିନ୍ନ ଅଙ୍ଗ, ଏକ ସୁନ୍ଦର ଅଳଙ୍କାର ଭାବରେ ଶୋଭା ପାଉଥିଲା। ବୈଦିକ ଋଷିମାନେ ଜୀବନ ସୁରକ୍ଷା ଓ ସଂହତି ପାଇଁ ପ୍ରକୃତି ସ୍ତୁତିଗାନ କରୁଥିଲେ। କବିତା ସୁଦୂର ଅତୀତର କଥା ନୁହେଁ, ମୋର ବାଲ୍ୟାବସ୍ଥାର ଗ୍ରାମ୍ୟ ଜୀବନ ବି ଥିଲା ବେଶ କବିତାମୟ। ଛନ୍ଦ, ତାଳ, ଲୟ ଥିଲା ସେତେବେଳେ କବିତାରେ। ଗୀତର ଝରଣା କରି ଆସୁଥିଲା ଜୀବନର ସମତାଳରେ। ଜୀବନ ଗୀତରେ ଜନ୍ମ ନେଉଥିଲା, ଗୀତରେ ବଢ଼ୁଥିଲା ଶୈଶବ, ଖେଳରେ ଗୀତର ଲହର, ବିବାହ, କୃଷିକର୍ମ, ପର୍ବପର୍ବାଣୀ, ଏପରିକି ମୃତ୍ୟୁ ବି ପାଳିତ ହେଉଥିଲା ଗୀତରେ। ଆମେ ସବୁ ଦୁଃଖ ସୁଖ ପ୍ରକାଶ କରୁଥିଲେ ଗୀତରେ। ସେସବୁ ଲୋକଗୀତର ଲେଖକଙ୍କ ନାମ ଜଣା ନାହିଁ, କିନ୍ତୁ ସେ କାଳର ସାହିତ୍ୟ ଜୀବନଠୁ ଅଲଗା ଛିଡ଼ା ହୋଇନଥିଲା। ଆମେ ତାକୁ ବଞ୍ଚୁଥିଲେ। ଗାଁ ମଝିରେ ଥିଲା କବିତାର ଘର, ଯାହାର ନାଁ ଭାଗବତ ଟୁଙ୍ଗି। ସେଠି କେବଳ ଜଗନ୍ନାଥ ଦାସ ନୁହନ୍ତି, ଶାରଳା ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ ବି ସେମାନଙ୍କର କାବ୍ୟ କବିତା ଶୁଣାଉଥିଲେ ଗାୟକମାନଙ୍କ କଣ୍ଠରେ। ଅପାଠକମାନଙ୍କ ବି ସେ କବିତାର ରସ ଆସ୍ୱାଦନ କରିବାରେ ଅସୁବିଧା କିଛି ନଥିଲା। କବିତା ଜୀବନରେ କେବଳ ରସ ସଞ୍ଚାର କରୁନଥିଲା, ଶୃଙ୍ଖଳର ଭୂମିକା ବି ଗ୍ରହଣ କରୁଥିଲା। ସମୂହକୁ, ସମାଜକୁ ବାନ୍ଧି ରଖୁଥିଲା ଗୋଟେ ଭାବସୂତ୍ରରେ। ଅର୍ଥାତ୍ ସାହିତ୍ୟ ସମାଜ ସହିତ ତାଳ ଦେଇ ଚାଲିଥିଲା ଓ ତାର ହିତ ସାଧନ କରୁଥିଲା। ରୀତିଯୁଗର କବିକୁଳ ଭାବରେ ନହେଲେ ବି ସଙ୍ଗୀତରେ ଜୀବନର ପାଖାପାଖି ଛିଡ଼ା ହୋଇଥାଏ।
ସବୁଜ ଯୁଗର କବିତା ନିଜକୁ ସମୂହରୁ ଓହରାଇ ଆଣି ଛିଡ଼ା ହେଲା କବିତା ରସିକମାନଙ୍କ ପାଖରେ। ସାମ୍ପ୍ରତିକ କାଳରେ ପହଞ୍ଚିଲା ବେଳକୁ କବିତା ନିଜକୁ ସଂକୁଚିତ କରିଦେଲା କବି ଓ ଦୀକ୍ଷିତ ପାଠକମାନଙ୍କ ଗହଣରେ। କବିତା ଜୀବନର ଚେରକୁ ଛୁଇଁଲା, କଳା କୌଶଳ ଓ କାରିଗରରେ ପରିବର୍ତ୍ତ ହୋଇ ଫୁଟିଲା ସିନା ସାମାଜିକ ଜୀବନ ଓ ସଂସ୍କୃତିର ଧାରକ ହୋଇ ଆଉ ରହିଲା। କାହାର ଦୃଷ୍ଟିରେ ଭଲ ହେଉ କି କାହାର ଦୃଷ୍ଟିରେ ମନ୍ଦ ହେଉ, କବିତାର ବିବର୍ତ୍ତନ, ତାର ଭାବାନ୍ତର ଓ ରୂପାନ୍ତରକୁ ଅସ୍ୱୀକାର କରିବାର କାରଣ କିଛି ନାହିଁ। କାରଣ ସମୟର ଗତିଶୀଳତା ସହିତ କବିତାର ଉତ୍ତରଣ କରିବାର ଅଛି। ସମାଜ ସବୁ ମଣିଷ ମିଳିମିଶି ରହିବାର ଗୋଟେ ଗଠନ। ଶିଳ୍ପର ବାହୁ ବିସ୍ତାରରେ ଜାତି, ବର୍ଣ୍ଣ, ଧର୍ମ ଆଦି ବିଭେଦକୁ ନେଇ ରାଜନୀତି ଓ ଅର୍ଥନୀତି ଏହି ଗୋଠକୁ ଭାଙ୍ଗିବା ଆରମ୍ଭ କରେ। ସମାଜ ଛୋଟ ଛୋଟ ଗୋଷ୍ଠୀରେ ଭାଙ୍ଗିଲା, ପରିବାର ଭାଙ୍ଗିଲା ବ୍ୟକ୍ତି ସ୍ୱାତନ୍ତ୍ର୍ୟରେ, ମଣିଷ ସାମାଜିକ ନ ହୋଇ ବ୍ୟକ୍ତି ବିଶେଷ ଏକଲା ହେଲା, ନିଃସଙ୍ଗତାର ଶିକାର ହେଲା। ବ୍ୟକ୍ତିଗତ ସୁଖ ଦୁଃଖରେ ସଂକୁଚିତ ହୋଇଗଲା। କବିବା ସେଥିରୁ ବାଞ୍ଚିବ କିପରି? ସମୂହର କଥା କ'ଣ ନ କହି ତା ନିଜ ଦୁଃଖର କଥା କହିଲା, ତା ଭାଙ୍ଗି ଯାଇଥିବା ସ୍ୱପ୍ନର କଥା କହିଲା, ନୂଆ ଭବିଷ୍ୟତର ସ୍ୱପ୍ନ ଦେଖିଲା। ଅପ୍ରିୟ ହେଲେ ବି ଏହା ସତ ଯେ ସାମ୍ପ୍ରତିକ ମଣିଷ କରି ସାମ୍ପ୍ରତିକ କବି ସାମାଜିକ ବ୍ୟକ୍ତି ବିଶେଷ। କବିତା ତାର ନିଜ ପଥରେ ମାଡ଼ି ଚାଲିଲା ଆଗକୁ, ସମାଜ ଓ ସଂସ୍କୃତି ରହିଗଲା ପଛରେ। ତଥାପି ଆତ୍ମକଥା ମାଧ୍ୟମରେ କବି ସମାଜର ସୂଚନା ଦିଏ। କାରଣ ସେ ତାର ଏକଲାପଣକୁ ମୁକୁଳିବା ପାଇଁ ଅନ୍ୟ ଭିତରେ ନିଜକୁ ଖୋଜେ। ଅନ୍ତତଃ ଭାବରେ କବିତାରେ ଅନ୍ୟ ସୁଖ ଦୁଃଖର ଭାଗିଦାର ହୁଏ। ସଂସ୍କୃତିର ଅବକ୍ଷୟ ପାଇଁ ଦୁଃଖ କରେ, ବିଦ୍ରୋହ କରେ। ଏହି ବିଦ୍ରୋହ କେତେବେଳେ ଅବଶୋଷ, କେତେବେଳେ କ୍ରୋଧ, କେତେବେଳେ କରୁଣା, ପୁଣି କେତେବେଳେ ବ୍ୟଙ୍ଗ ଓ କଟାକ୍ଷ ହୋଇ ପ୍ରକାଶ କରେ। ତେଣୁ ଜୀବନ ପ୍ରତି ପ୍ରେମ ଓ ତାର ପ୍ରତିପକ୍ଷ ପ୍ରତି ବିଦ୍ରୋହ ସ୍ୱର ସାମ୍ପ୍ରତିକ ଓଡ଼ିଆ କବିତା ମୁଖ୍ୟ ସ୍ୱର। ସାମ୍ପ୍ରତିକ ଅର୍ଥ କ'ଣ ଓ ଓଡ଼ିଆ କବିତାରେ ତାର ସମସୀମା କେତେ? ବର୍ତ୍ତମାନର କବିତାକୁ ଆମେ ଆଧୁନିକ କବିତା କହୁଛୁ। ଆଧୁନିକ ଶବ୍ଦର ଆଧିକାରିକ ଅର୍ଥ ହେଉଛି ଅଧୁନା ବା ସମ୍ପ୍ରତି। ଯେଉଁ କବିତା ସାମ୍ପ୍ରତିକ ଆଧୁନିକ ସେ କଥା ନୁହେଁ ଯେ ବର୍ତ୍ତମାନ ଲେଖାଯାଉଥିବା କବିତାକୁ ଯେ ଆମେ ସାମ୍ପ୍ରତିକ ବା ଆଧୁନିକ କହିବା ବର୍ତ୍ତମାନ ଲେଖା ହେଉଛି ସେ କଥା ନୁହେଁ। ଯେଉଁ କବିତା ବା ସାହିତ୍ୟ ତାର ପୂର୍ବବର୍ତ୍ତୀ ସାହିତ୍ୟର ବିଷୟବସ୍ତୁ, ଭାବ ଓ ଅଭିବ୍ୟକ୍ତିରୁ ନୂଆ ଓ ସ୍ୱତନ୍ତ୍ର, ତାକୁ ହିଁ ଆମେ ଆଧୁନିକ କବିତା ବା ସାହିତ୍ୟ ବୋଲି କହିବା। ଏହା ହିଁ ସାମ୍ପ୍ରତିକ କବିତାର ମୂଳ ପରିଚୟ। ବୈଦିକ, ଉପନିଷଦୀୟ, ପୌରାଣିକ, ରୀତି, ସବୁଜ, ପ୍ରଗତିବାଦୀ ଆଦି ପୂର୍ବବର୍ତ୍ତୀ ଯୁଗର କବିତା ଆଧ୍ୟାତ୍ମିକତା, କାହାଣୀ ଧର୍ମିକା, ସଂସ୍କାର ଧର୍ମିକା, ଶବ୍ଦର କଳାକାରିତା, ସ୍ୱପ୍ନ, ସ୍ମୃତି, କଳ୍ପନା, ଆବେଗ ଓ କବିତ୍ୱର ବିଳାସ ପାଇଁ ଯଥେଷ୍ଟ ସ୍ଥାନ ଓ ସୁଯୋଗ ରହିଥିଲେ ମଧ୍ୟ ଆମେ ବର୍ତ୍ତମାନ ବଞ୍ଚୁଥିବା ଜୀବନର ଆନ୍ଦୋଳନ ସତ୍ୟକୁ ଆବିଷ୍କାର କରି ତାର ଦୋଷ ଦୁର୍ବଳତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଠିକ ଦିଗରେ ପ୍ରବାହିତ ହେବା ପାଇଁ, ଜୀବନକୁ ବାଟ ଦେଖାଇବା ପାଇଁ ଓ ପ୍ରେରଣା ଦେବା ପାଇଁ ହିଁ ସାମ୍ପ୍ରତିକ କବିତାର ଲକ୍ଷଣ ଓ ପରିଚୟ। ଅର୍ଥାତ୍ ସାମ୍ପ୍ରତିକ କବିତାକୁ ସାମୂହିକ ଜୀବନ ଓ ସଂସ୍କୃତିରୁ ସମୟ ଅଲଗା ଛିଡ଼ା କରି ଦେଇଥିବା ସତ୍ତ୍ୱେ ପରୋକ୍ଷରେ ସେ ତାର ଦାୟିତ୍ୱ ସମ୍ପାଦନ କରୁଛି। କେବଳ ବିଷୟବସ୍ତୁ ଭାବଗତ ଦୃଷ୍ଟିରୁ ନୁହେଁ, ରୂପଗତ ଦୃଷ୍ଟିରୁ ମଧ୍ୟ ସାମ୍ପ୍ରତିକ କବିତାର ବିଶେଷତ୍ୱ ରହିଛି। ବ୍ୟକ୍ତି ଜୀବନ ଓ ଜନଜୀବନର ବାସ୍ତବତାକୁ ଏକ ପ୍ରଭାବଶାଳୀ ଭାଷା ମାଧ୍ୟମରେ ପ୍ରକାଶ କରିବା ସାମ୍ପ୍ରତିକ କବିତାର ଲକ୍ଷଣ। ତେଣୁ ନିରର୍ଥକ ଭାବ ପ୍ରବଣତା, ଆବେଗ ପ୍ରବଣତା, ଶୈଳୀ ପ୍ରବଣତା ତଥା ଶବ୍ଦର ତୁଚ୍ଛ ଆଟକ ଓ ଖେଳ କସରତ ଅପେକ୍ଷା ଜୀବନର ଗଭୀର ଉପଲବ୍ଧି, ଅସ୍ତିତ୍ୱ ପ୍ରତି ତୀକ୍ଷ୍ଣ ଓ ମୁକ୍ତ ଦୃଷ୍ଟି
तथा भाषार युक्तियुक्त और संयत व्यवहार सांप्रतिक ओडिया कविता मुख्य विभव। यह ही सांप्रतिक कविता सारण। यह सविशेष व्याख्या हुए तो विराट ग्रंथर रूप नहीं पाए। ओडिया कविता जदिओ गंगाधर मेहर, राधानाथ और मधुसूदन राव को काढ़ आधुनिकतार मूलजा पड़े देखु। कवितार भाव और तार अभिव्यक्तिर नूतनता दृष्टि सची राउतराव आरंभ कर चिन्मय यीशुकृष्ण पर्यंत सांप्रतिक ओडिया कवितार विस्तार, जार मध्यवर्ती शिखर रमाकांत, सीताकांत, राजेन्द्र, सौभाग्य, हरप्रसाद, प्रतिभा, ममता आदि प्रमुख। सांप्रतिक ओडिया कविता राज्य नारी स्वर झंकार आउ एक सुसंवाद नुहे केवल गोटे उज्जवल भविष्य संकेत मध्य। सांप्रतिक कविता गोटे समय प्रतिभा शतपथी, ममता दास, गिरिवाला महांती प्रमुख हाथ गणती किसी कवि को आम भेटी। तेरे बहु संख्यक नारी कवि समावेश एवं सेमानक स्वर वैचित्र्य ओडिया कवितार गोटे मुख्य विभव। सेमानक भीतर सुचेता मिश्र, अर्चना महांती, गायत्री बाला पंडा, प्रवासी महाकूर, शर्मिष्ठा साहू, सपना मिश्र, तेजधारा सांबल, प्रतीक्षा दास, एली महांती, मुकुल मिश्र एवं एबे सर्जन व्यस्त आहुरी अनेक नारी कवि गोटे लंबा तालिका उल्लेख कर आम सांप्रतिक ओडिया कविता आउ एक विषम परिस्थिति देखा मिले। एकदा समाज संस्कृति कविता दूरे आम बृहत्तर पाठक गोष्ठी हर आशातीत भाव कवि संख्या वृद्धि पाइबा, साहित्य शुभलक्षण जदिओ किंतु समकाल आहरी संकुचित हो चली पाठकर जगत। कविता सर्जन परिमाण बहुगुण में बढ़ी किंतु सर्जन गुणात्मक दिग के सतोषजनक नुहे। प्रचुर कविता लिखा चली बही प्रकाशित होजस्र शब्दों कोलाहल भितर किंतु क्षीण और अस्पष्ट कविता राग संगीत। आम सांप्रतिक ओडिया कविता जो समय और जो विस्तृत भूमि विचरण करुच्ची रंग रूप में किसी नूतनता सहित तार भीतर ही घुरी बुलूची संपूर्ण एक नुआ भूमि पदार्पण करने नुआ जुग की सृष्टि होगा संभावना ए जाए देखा दी। गाँ भाँ उत्तर आधुनिकतार मुजब जो बेले बेले शुणा मिलूँ तेरे आमर धारणा ना स्पष्ट अच्छी ना ओडिया कविता तार एक स्पष्ट पादचिह्न देखा मिलूँ। आम कविता आउ थे गोटे बृहत्तर पाठक जगत सृष्टि कर संभावना केते। आम साहित्य समाज सहित पाद मेल चलवा और तार हित साधन करने समय आउ थे फेरी आसो कि चिंता कर देखिए ये प्रश्न सह मोर विचार को विराम होती। सांप्रतिक ओडिया कविता स्वर और धारा मोर विचार रखा सुजोग पूर्वोदय साहित्य उत्सव कर्मकर्ता मानक मोर धन्यवाद। धैर्य सहित आप शुणिले समस्त धन्यवाद।